ବାଲେଶ୍ୱରର ପାତ୍ରପଡ଼ା ପଞ୍ଚାୟତର ଗୋବଗାଁଠାରେ ଅନୁଷ୍ଠିତ ହେଲା 7 ନମ୍ବର ୱାର୍ଡ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ମା ଗଡ଼ନାଇକାଣୀ କ୍ଲବକୁ ହରାଇ ଶ୍ରୀରାମ ୱାରିୟର ହେଲା ଚମ୍ପିଆନ। ବାଲେଶ୍ୱର ସହର ଉପକଣ୍ଠ ପାତ୍ରପଡ଼ା ପଞ୍ଚାୟତ ଅନ୍ତର୍ଗତ ଗୋବଗାଁର 7 ନମ୍ବର ୱାର୍ଡ ଯୁବକ ସଂଘ ପକ୍ଷରୁ 7 ନମ୍ବର ୱାର୍ଡ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଶନିବାର ରାତିରେ ଫ୍ଲଡ୍ ଲାଇଟ୍ରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ପାତ୍ରପଡ଼ା ସରପଞ୍ଚଙ୍କ ପ୍ରତିନିଧି ରଘୁନାଥ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଗ୍ରାମାଞ୍ଚଳର ଉଦୀୟମାନ କ୍ରୀଡ଼ା ପ୍ରତିଭାଙ୍କୁ ଆଗକୁ ଆଣିବାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀ ଦାସ ମତ ପ୍ରକାଶ କରିଥିଲେ। ଯେଉଁ ଦର୍ଶକ ଭାଇମାନଙ୍କୁ ରାତିସାରା ଖେଳ ଦେଖିବେ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଏବଂ ମଞ୍ଚାସୀନ ଆମର ଯେଉଁ ସାନ ଭାଇମାନେ ଆମର ପ୍ରତିନିଧି କାଳିଆ ଭାଇ ଏବଂ ଅଭିମନ୍ୟୁ ଏବଂ ପୂର୍ବତନ ସ୍ୱାମୀ ସଭ ପ୍ରତିନିଧି ଜମା ଭାଇକୁ ଧନ୍ୟବାଦ। ଯାହା ହଉ ବଡ଼ ଖୁସି ଲାଗିଲା, ଏତେ ବଡ଼ ଖେଳର ଆୟୋଜନ କରୁଥିଲେ ମୋର ଧାରଣା ଥିଲାନି। ଆମ ଗ୍ରାମରେ ଏତେ ପିଲା ମୁଁ ତ ଆଜି ଦେଖିକି କେତେ ପିଲା ଚିହ୍ନିନି, କିନ୍ତୁ ଯାହା ହଉ ଏଇ ଗ୍ରାମରେ ଏତେ ପିଲା ଅଛନ୍ତି ଯିଏ କର୍ମ ଯାଆନ୍ତି ଆଜି ସମସ୍ତେ ଏକତ୍ରିତ ହୋଇଛନ୍ତି। ସେଥିପାଇଁ ମୁଁ ଯାହା ହଉ ବହୁତ ଖୁସି ଅନୁଭବ କରୁଛି। ଯାହା ହଉ ଖେଳ ଆମ ଗ୍ରାମରେ ବିଭିନ୍ନ ଜାଗାରେ କରାହଉଛି, ଆଜି ପୁଣି ଆଉ ଗୋଟେ ପାତ୍ରପଡ଼ାରେ ବି କରାହଉଛି। ପିଲାମାନଙ୍କର ଖେଳ ପ୍ରତି କ୍ରିକେଟ ଖେଳ ପ୍ରତି ବହୁତ ଆଗ୍ରହ ଅଛି। ଭଗବାନ କରନ୍ତୁ ଏଇଭଳି ଆଗ୍ରହ ରହୁ, ଖେଳ ସମସ୍ତଙ୍କୁ ଆଗକୁ ନିଏ, ସ୍ୱାସ୍ଥ୍ୟର ଉନ୍ନତି ହୁଏ। ଏହି ଖେଳରୁ ପିଲା ଭବିଷ୍ୟତରେ ଯଦି ଭଲ ଖେଳିଲେ ଜିଲ୍ଲା ଲେଭଲ, ରାଜ୍ୟ ଲେଭଲ, ଦେଶ ଲେଭଲକୁ ବି ଯାଆନ୍ତି। ତେଣୁ ଯାହା ଭଗବାନ କରନ୍ତୁ, ସବୁ ଧାନ ଭର୍ତ୍ତି ପାଖରେ ମୁଁ ପ୍ରାର୍ଥନା କରୁଛୁ ପିଲା ଭଲ ଖେଳନ୍ତୁ, ଆଗାମୀ ଭବିଷ୍ୟତ ତାଙ୍କର ମଙ୍ଗଳ ହଉ, ସମସ୍ତେ ଭଲ କରନ୍ତୁ, ରାତି ସାରା ଏନ୍ଜୟ କରନ୍ତୁ। ଆଉ ଯେଉଁ ଦର୍ଶକ ଭାଇମାନେ ଭଉଣୀମାନେ ଦେଖୁଛନ୍ତି ସେମାନେ ବି ଏନ୍ଜୟ କରନ୍ତୁ। ବହୁତ ଖୁସି ଲାଗିଲା। ଆମ ଗୋବଗାଁ ଗାଁ ଯେ ନାଁ ଆମ ପାତ୍ରପଡ଼ା ପଞ୍ଚାୟତ ପରିଚିତ, ଆମ ପଞ୍ଚାୟତ ପରିଚିତ ଗୋବଗାଁ ବୋଲି କୁହନ୍ତି। 3-4 ଜଣ ଗାଁ ଥିଲେ ହବ କଣ, ଆମ ଗୋବଗାଁଟା ସବୁଆଡେ ଲୋକମାନେ କୁହନ୍ତି ଗୋବଗାଁ ପହଞ୍ଚିବାକୁ ବି ଗୋବଗାଁ କୁହନ୍ତି, ଦଶହରାକୁ ଗୋବଗାଁ କୁହନ୍ତି। ଗୋବଗାଁ ନାଁଟା ସବୁଆଡେ ପରିଚିତ। ଯାହା ହଉ ଏଇ ଗାଁରେ ସମସ୍ତେ ମିଶି ଏତେ ବଡ ଖେଳର ଆୟୋଜନ କରିଛନ୍ତି। ମୁଁ ପୁଣି ଥରେ ସମସ୍ତ 6ଟି ଟିମ୍କୁ ସମସ୍ତ ଭାଇମାନଙ୍କୁ ସାନ ବଡ଼ ଭାଇମାନଙ୍କୁ ମୁଁ ଧନ୍ୟବାଦ ଦେଉଛି। ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଓ ଯୁବନେତା ମାନସ ଦତ୍ତ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସ୍ଥାନୀୟ ଅଞ୍ଚଳର ମା ଥାନେଶ୍ୱରୀ କ୍ଲବ, କୁଲ ପାନ୍ଥର, ମା ଗଡ଼ନାଇକାଣୀ, ବଜରଙ୍ଗୀ 11, କେକେ ୱାରିୟର୍ସ, ଶ୍ରୀରାମ ୱାରିୟର୍ସ ପ୍ରଭୃତି 6 ଗୋଟି ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏଥିରେ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ଦଳ ମଧ୍ୟରେ କ୍ରମାଗତ ଭାବେ 6 ଓଭର ବିଶିଷ୍ଟ 18 ଗୋଟି ମ୍ୟାଚ୍ ଖେଳାଯାଇଥିଲା। ଚକ୍ରଧର ବେହେରା ଓ କମଳ ରାଉତ ଏଥିରେ ଏମ୍ପାୟାର ଭାବେ ସମସ୍ତ ମ୍ୟାଚ୍କୁ ପରିଚାଳନା କରିଥିଲେ। ସୁନ୍ଦର ସଟ୍ ଚୌକା। ସୁନ୍ଦର ବୋଲିଂ ଶିବଙ୍କ ଦ୍ୱାରା ଘୁରେ ମାରିବାକୁ ଚେଷ୍ଟା, କିନ୍ତୁ ବିଫଳ। ସୁନ୍ଦର ସଟ୍ बैट्समैन किसी जानी पारुनाहांती। एतसହିତ ଏକ ରନ୍ ଚୋରେଇ ନେଇଛନ୍ତି କୁସଙ୍ଗ, ରନ୍ ଆଉଟ୍ ଚାନ୍ସ ମିସ୍ କରିଛନ୍ତି। ଦ୍ୱିତୀୟ ଓଭର ସମାପ୍ତି। ଶେଷରେ ମା ଗଡ଼ନାଇକାଣୀ କ୍ଲବ ଓ ଶ୍ରୀରାମ ୱାରିୟର ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ 6 ଓଭରରେ 9 ରନ୍ ବ୍ୟବଧାନରେ ମା ଗଡ଼ନାଇକାଣୀ କ୍ଲବକୁ ହରାଇ 7 ନମ୍ବର ୱାର୍ଡ ପ୍ରିମିୟର ଲିଗ୍ରେ ଶ୍ରୀରାମ ୱାରିୟର ଚମ୍ପିଆନ ହୋଇଥିଲା।
कालिया माझी, प्रदीप दास, प्रताप महान्ना, देवेन्द्र माझी, सनिया दास, प्रकाश दास, अजय दास, भरत दास, शिपक दास, हरीश माझी, मानस माझी, संतोष माझी प्रमुख टूर्णामेंट परिचालना करथिले। पात्रपड़ा पंचायत रे खेल पड़िया नथिबारु बहु क्रीड़ा प्रतिभा लुक्कायित अवस्था रही जाउछंती। 7 नंबर वार्ड प्रीमियर लीग भली छोट छोट क्रिकेट टूर्णामेंट आयोजन माध्यम उद्यमान क्रिकेट प्रतिभा मानक पई जिला स्तर रे तथा राज्य स्तर रे खेलिबा निमंते सुजोग सृष्टि करा जाउतबा आयोजक कमिटी कर्मकर्ता माने प्रकाश करथिले। बालेश्वर निर्वाचित लोकप्रतिनिधि माने पात्रपड़ार गोबगा अंचल रे एक खेल पड़िया निर्माण पई पदक्षेप नेबाकू सेमाने एही अवसर रे निवेदन करथिले।